ଦେଖୁଛନ୍ତି ଆଜ୍ଞା ଡେଲିଭରି ବୟ ଜୀବନଟା ଆଜ୍ଞା କେମିତିଆ। ସକାଳର ଖାଦ୍ୟ ମୁଁ ଆଜ୍ଞା ଖାଉଛି ଆସିକି ଅଫିସରେ ସନ୍ଧ୍ୟା ସମୟରେ, କାହିଁକି ନା ଆଜି ବହୁତ ଦୂର ବାଟ ଯାଇଥିଲି ପାର୍ସଲ ନେଇକି। ନମସ୍କାର, ଜୟ ମା ଶାରଦା ସାଙ୍ଗମାନେ, କେମିତି ଅଛନ୍ତି ଆପଣମାନେ? ଆଶା କରୁଛି ଆପଣମାନେ ଭଲରେ ଥିବେ। ମୁଁ ପୁରା ବଢ଼ିଆ ଅଛି। ଆଜି ଆଜ୍ଞା ମୁଁ ଆସିଥିଲି ବାସୁଦେବପୁର ମାହାଳ ଚଅଁପୁର ଏପଟେ ପାର୍ସଲ ଥିଲା। ପାଖାପାଖି 11ଟା ବେଳେ ମୁଁ ପାର୍ସଲ ଦେବା ଆରମ୍ଭ କଲି। ଯେହେତୁ ଅଧିକା ପାର୍ସଲ ଥିଲା ଅଫିସରୁ ବାହାରିବାକୁ ଟିକେ ଲେଟ୍ ହେଇଗଲା। ଏବେ ମୁଁ ଆସି ଆଜ୍ଞା ପହଞ୍ଚିଛି ଆମର ରାଇଚାନ୍ଦର ଭଗବତୀ ମନ୍ଦିର। ଦେଖନ୍ତୁ, ଇଏ ହେଉଛି ଆମର ମା ଭଗବତୀଙ୍କ ମନ୍ଦିର ରାଇଚାନ୍ଦ। ଭାଇ ଏଇ ଜାଗାରେ ମୁଁ ଛିଡ଼ା ହେଇଛି। ଏଇ ରାଇଚାନ୍ଦରେ ଆଜ୍ଞା 15ଟା ପାର୍ସଲ ଏଇଠି କ୍ୟାନସେଲ ହେଇଗଲା। ଗୋଟେ କଥା କହିବା ପାଇଁ ମୁଁ ଚାହିଁବି, ଯଦି ଆପଣମାନେ ପାର୍ସଲ ରିସିଭ୍ କରିବେନି ଆଜ୍ଞା ମଗେଇବେନି, କାହିଁକି ନା ଆପଣ ପାର୍ସଲ କ୍ୟାନସେଲ କଲେ ଆମର ହେଉଛି ପ୍ରୋବ୍ଲେମ୍ ଯେ ଆପଣଙ୍କ ପାଇଁ ଆମେ ପଇସା ପାଇପାରିବୁ ନାହିଁ। ଆଉ ଯେହେତୁ ଆମେ ଖରା ତରରେ ଏତେ ବାଟ ଦୌଡ଼ିକି ଆସୁଛୁ, ଆମେ ସେଇ 2 ପଇସା ପାଇବା ପାଇଁ ଆସୁଛୁ। ଆପଣଙ୍କୁ ପାର୍ସଲଟା ଦେଲେ ଆମେ ତାଠୁ 2 ପଇସା ପାଇବୁ। ଆପଣ କ'ଣ କରିବେ? କହିବେ ଫୋନ୍ ସୁଇଚ୍ ଅଫ୍ ଥିବ, ନହେଲେ ଇନକମିଂ ନଥିବ, ନହେଲେ କହିବେ ଆଜ୍ଞା ଆମେ ନାହୁଁ, ବାହାରେ ଅଛୁ, ତ କ୍ୟାନସେଲ କରିଦିଅନ୍ତୁ। ସେଇଟା ଆଜ୍ଞା କରନ୍ତୁନି, କାହିଁକି ନା ଆଜ୍ଞା ସମସ୍ତଙ୍କ ପେଟ ପାଟଣା କଥା, ସମସ୍ତଙ୍କୁ ଆଜ୍ଞା କଷ୍ଟ ଲାଗିବ। ଆପଣ ବି ଆଜ୍ଞା ଯେଉଁ କାମ କରିଥିବେ ଆପଣଙ୍କ ଲସ୍ ହେଇଗଲେ ବି ଆପଣଙ୍କୁ କଷ୍ଟ ଲାଗିବ। ସେମିତି ଆଜ୍ଞା ଆମର ବି ଏଇଟା ଲସ୍। ବହୁତ ଲୋକ ଭାବନ୍ତି ଯେ ଆମେ ପ୍ରବଳ ପଇସା ପାଉଛୁ। ନାଇଁ ଆଜ୍ଞା, ଆମେ ଯେତିକି କାମ କରିବୁ ବା ଯେତିକି ପାର୍ସଲ ଦେବୁ ସେଇ ହିସାବରେ ଆମେ ପଇସା ପାଇବୁ। ଜମା ଆଜ୍ଞା ଆମେ ଅଧିକା ପଇସା ପାଉନୁ। ଆଉ ଇଏ ଯେଉଁ ବିରକିଟିଆ ଖରାବେଳ ସମୟ, ଏଇ ଖରାବେଳେ ଆପଣମାନେ ପାର୍ସଲ ନେବେନି। ଆମେ କେଉଁ ଗଛ ମୂଳେ, କେଉଁଠି ଠିଆ ହେଇକିରି, କେଉଁ ଦାଣ୍ଡରେ ଠିଆ ହେଇକି, କେଉଁ ରାସ୍ତା ଉପରେ ଠିଆ ହେଇକି ଆପଣଙ୍କୁ କଲ୍ କରିବୁ, ଆପଣ ପାର୍ସଲ ରିସିଭ୍ କରିବେନି, ତାପରେ କ୍ୟାନସେଲ କରିଦେବେ। କହିବେ ଆପଣ ହଁ ନେଇଯାଆନ୍ତୁ, ବା କ'ଣ ଆପଣ ଲସ୍ ହେଇଯିବ। ଆଜ୍ଞା ଆମକୁ ଯେଉଁ କଷ୍ଟ ହେଉଛି ଆଜ୍ଞା ଆମେ ଜାଣିଛୁ। ତ ଦୟାକରି ଆପଣମାନେ ଆଜ୍ଞା ଜମା ପାର୍ସଲ କ୍ୟାନସେଲ କରନ୍ତୁନି, ରଖନ୍ତୁ, ରିଟର୍ନ ମାରିବେ। କାହିଁକିନା ଆପଣ ପାଇଁ ଆମେ ଆଜ୍ଞା ବହୁତ ଦୂର ବାଟରୁ ଆସୁଛୁ। ହ୍ୟାଲୋ, ହଁ ଲେଖନ୍ତୁ ଓଟିପିଟା। ହଁ କହିଲେ 3118 3118 3118 ଗୋଟେ ଲାଇନରେ ଥାନ୍ତୁ। ଇଏ ଜଣେ କଷ୍ଟମର ହେଉଛନ୍ତି ଆଜ୍ଞା ଆମର ଏଇ ହୁରା ସାହିର। ପ୍ରଥମ କହିଲେ ଆମର ଅର୍ଡ଼ର ନାହିଁ, ତାପରେ କହିଲେ କିଏ କରିଛି ଆମେ ଜାଣୁ, ତାପରେ କହିଲେ ତମେ ଓଟିପି ଦେଇ କ୍ୟାନସେଲ କରିଦିଅ। ଯଦି ଆମର ଅର୍ଡ଼ର ନାହିଁ କେମିତି କ୍ୟାନସେଲ କରୁଛନ୍ତି? ଏମିତି ସବୁ ଜିନିଷ ଆଜ୍ଞା ଯାହା ଜାଣିଥିବେ। ଖରାବେଳେ ଆମକୁ ହଇରାଣ କରିବା ସମୟ ସବୁ ଖରାବେଳେ ଆମେ ଏମିତି ହଇରାଣ ହେଉଛୁ। ଆଉ ଆପଣମାନେ ଦେଖିଥିଲେ କି ମୁଁ ସକାଳେ ଅଫିସରୁ ବାହାରିକି ଆସିଥିଲି, ରାଇଚାନ୍ଦରେ ପହଞ୍ଚିଥିଲି। ରାଇଚାନ୍ଦ ପରେ ଏବେ ଆଜ୍ଞା ବାଲି ସାହିରେ ପହଞ୍ଚିଛି, ଆମ ନାନକାର ବାଲି ସାହି। ଆଉ ଆଜି ଟୋଟାଲ 41ଟା ପାର୍ସଲ ଡେଲିଭରି ହେଲା, ଆଉ 12ଟା ପାର୍ସଲ ଆଜ୍ଞା କ୍ୟାନସେଲ ହେଇଗଲା। ଏସବୁ ଜିନିଷ। ଆଉ ଏବେ ପାର୍ସଲ ଆସିକି ଟାଇମ୍ ହେଇଗଲାଣି 5ଟା, ତ 5ଟା ବାଜିଗଲା। ଏବେ ବାହାରିଲି ଅଫିସ ଯିବି। ଅଫିସରେ ଡିପୋଜିଟ୍ ଦିଆହବ, ତାପରେ ଯିବି ବାହାରିକି। ଦେଖନ୍ତୁ ଆଜ୍ଞା ଆଜି କେତେ ପାର୍ସଲ ସବୁ କ୍ୟାନସେଲ ହେଇଛି। ଦେଖନ୍ତୁ ଇଏ ପୁରା 2ଟା ବସ୍ତାରେ ପାର୍ସଲ କ୍ୟାନସେଲ ହେଇକି ଅଛି। ଯେତିକି ପାର୍ସଲ କ୍ୟାନସେଲ ହେଲା, ଏଇ ପାର୍ସଲ ଯାଇଥାନ୍ତା ନା ଆଜ୍ଞା 200 ଟଙ୍କା ମୁଁ ପାଇଥାନ୍ତି ଆରାମସେ। କିନ୍ତୁ କ'ଣ କରିବା ଆଜ୍ଞା, ପାର୍ସଲ କ୍ୟାନସେଲ କରୁଛନ୍ତି। କେତେ ବୁଝେଇକି କଷ୍ଟମରକୁ କହିବା, କେହି ତ ଶୁଣୁନାହାନ୍ତି, ମାନୁନାହାନ୍ତି। ଏମିତି ସବୁ ଜିନିଷ ଆପଣମାନଙ୍କ ପାଇଁ ଆମେ ହଇରାଣ ହଉଛୁ, ଟିକେ ବୁଝନ୍ତୁ। ଚାଲନ୍ତୁ ଆଜ୍ଞା ଯିବା, ଆଉ ପେସେନ୍ସ ନାହିଁ କଥା କହିବା ପାଇଁ। ରହୁଛି। ଦେଖୁଛନ୍ତି ଆଜ୍ଞା ଡେଲିଭରି ବୟ ଜୀବନଟା ଆଜ୍ଞା କେମିତିଆ। ସକାଳର ଖାଦ୍ୟ ମୁଁ ଆଜ୍ଞା ଖାଉଛି ଆସିକି ଅଫିସରେ ସନ୍ଧ୍ୟା ସମୟରେ, କାହିଁକି ନା ଆଜି ବହୁତ ଦୂର ବାଟ ଯାଇଥିଲି ପାର୍ସଲ ନେଇକି।